ପତିବ୍ରତା ସ୍ତ୍ରୀ ଭିତରେ ରହିଥାଏ ଏହି 18ଟି ଲକ୍ଷଣ। ପତିବ୍ରତା ସ୍ତ୍ରୀଙ୍କର ନାମ ଆପଣମାନେ ବହୁତ ଥର ଶୁଣିଥିବେ। ପ୍ରକୃତରେ ଆମେ ହିନ୍ଦୁ ଧର୍ମରେ କୁହାଯାଇଛି କି ସ୍ୱାମୀ ଏବଂ ସ୍ତ୍ରୀ ଗୋଟେ ଗାଡ଼ିରେ ଦୁଇଟି ଚକ ଥାଏ ଏବଂ ଯେଉଁଭଳି କୌଣସି ଗାଡ଼ିର ଗୋଟିଏ ଚକ ଖରାପ ହୋଇଗଲେ ସେ ଗାଡ଼ି ଚାଲିପାରେ ନାହିଁ, ସେହିପରି ଯଦି ସ୍ୱାମୀ ଏବଂ ସ୍ତ୍ରୀ ଦୁହିଁଙ୍କ ଭିତରୁ ଜଣଙ୍କ ଭିତରେ ସମସ୍ୟା ହୋଇଗଲେ ତାହେଲେ ସେ ଘରର ଗାଡ଼ି ଆଉ ଆଗକୁ ଚାଲିପାର ନାହିଁ। ଗରୁଡ଼ ପୁରାଣ ବି ପବିତ୍ରତା ସ୍ତ୍ରୀ ବିଷୟରେ କୁହାଯାଇଛି। ଗରୁଡ଼ ପୁରାଣ ଅନୁସାରେ ଯେ କୌଣସି ମନୁଷ୍ୟକୁ ପବିତ୍ରତା ସ୍ତ୍ରୀ ମିଳିଥାଏ ସେ ବଡ଼ ଭାଗ୍ୟଶାଳୀ ହୋଇଥାନ୍ତି। ଆସନ୍ତୁ ପତିବ୍ରତା ସ୍ତ୍ରୀ ମଧ୍ୟରେ ରହିଥାଏ କେଉଁ ସବୁ ଲକ୍ଷଣ ଜାଣିବା। ନମ୍ବର 1, ସ୍ୱାମୀ ଘରେ ନଥିବା ସମୟରେ ଶୃଙ୍ଗାରର ତ୍ୟାଗ କରିଦେଇଥାଏ। ଜଣେ ପତିବ୍ରତା ସ୍ତ୍ରୀ ନିଜର ସ୍ୱାମୀଙ୍କ ପାଇଁ ଶୃଙ୍ଗାର କରିଥାଏ ଏବଂ ଯଦି ତାଙ୍କର ସ୍ୱାମୀ ଘରେ ନାହାନ୍ତି ସେ ବି ନିଜ ଶୃଙ୍ଗାର ସବୁକିଛି ତ୍ୟାଗ କରିଦେଇଥାଏ, କାହିଁକିନା ତାଙ୍କୁ ଶୃଙ୍ଗାର ବା ମେକଅପ୍ ସାମଗ୍ରୀର ଦରକାର ପଡ଼େ ନାହିଁ, ଯେହେତୁ ତାଙ୍କ ଦେଖିବା ପାଇଁ ତାଙ୍କର ସ୍ୱାମୀ ଘରେ ନାହାନ୍ତି। ଏହା ହେଉଛି ପତିବ୍ରତା ସ୍ତ୍ରୀର ପ୍ରଥମ ଲକ୍ଷଣ। ଆପଣଙ୍କୁ ଏମିତି ସ୍ତ୍ରୀ ଯିଏ ନିଜର ସ୍ୱାମୀ ଦୂରରେ ରହିବା ଦ୍ୱାରା ଶୃଙ୍ଗାର ବା ମେକଅପ୍ କରେ ନାହିଁ। ନମ୍ବର 2, ନିଜ ଘରର ଦ୍ୱାର ମୁହଁରେ ଅଧିକ ସମୟ ଯାଏ ଛିଡ଼ା ହୁଏ ନାହିଁ। ପତିବ୍ରତା ସ୍ତ୍ରୀ କେବେ ବି ଘରର ଦ୍ୱାରରେ ଅଧିକ ସମୟ ଯାଏ ଆପଣଙ୍କୁ ଛିଡ଼ା ହେବାକୁ ଦେଖିବାକୁ ମିଳିବ ନାହିଁ, କାହିଁକିନା ତାଙ୍କର ସେଠାରେ କୌଣସି କାର୍ଯ୍ୟ ରହିନଥାଏ। ବିନା କାମରେ ଘର ଦ୍ୱାର ମୁହଁରେ ଛିଡ଼ା ହୋଇ ଏପଟ ସେପଟ ଦେଖି ଅନ୍ୟ କାମ ବା ଘର ଉପରେ ସେ ସ୍ତ୍ରୀର ନଜର ରହିଥାଏ। ଏହିଭଳି ସ୍ତ୍ରୀ କେବେ ବି ପତିବ୍ରତା ହୋଇନଥାଏ। ନମ୍ବର 3, ସ୍ୱାମୀ ବିନା କୌଣସି ଉତ୍ସବରେ ଯୋଗ ଦିଅନ୍ତି ନାହିଁ। ଶାସ୍ତ୍ରରେ କୁହାଯାଇଛି କି ପତିବ୍ରତା ସ୍ତ୍ରୀ କୌଣସି ଉତ୍ସବରେ ତାଙ୍କ ସ୍ୱାମୀଙ୍କର ବିନା ଏକୁଟିଆରେ ଯୋଗ ଦେବେ ନାହିଁ। ଯଦି କୌଣସି କାରଣବଶତଃ ତାଙ୍କୁ ଯିବାକୁ ପଡ଼ିଥାଏ ତାହେଲେ ସେ ପ୍ରଥମେ ନିଜର ସ୍ୱାମୀଙ୍କ ପାଖରୁ ଅନୁମତି ଆଣିଥାଏ ଏବଂ ତାପରେ ସେ ଉତ୍ସବରେ ଯୋଗ ଦେଇଥାନ୍ତି। ନମ୍ବର 4, ନିଜର ସ୍ୱାମୀଙ୍କୁ ଛୋଟ ବା ଅପମାନିତ କରିବା। ପତିବ୍ରତା ସ୍ତ୍ରୀ ନିଜର ସ୍ୱାମୀଙ୍କୁ କେବେ ବି ଛୋଟ ବା ଅପମାନିତ କରେ ନାହିଁ। ତାଙ୍କର ସ୍ୱାମୀ ରୋଗୀ ହେଉ କି ଗରିବ ହେଉ ସେ ସେମିତି ବି ହେଉ ତାଙ୍କୁ ପସନ୍ଦ କରିଥାଏ। ନିଜର ସ୍ୱାମୀଙ୍କର ଉପହାସ କରୁଥିବା ସ୍ତ୍ରୀ ଏବଂ ତାଙ୍କର ଅପମାନ କରୁଥିବା ସ୍ତ୍ରୀ କେବେ ବି ପତିବ୍ରତା ହୋଇନଥାଏ। ନମ୍ବର 5, ଭଗବାନଙ୍କୁ ଅର୍ପଣ କରିବା ବିନା କିଛି ବି ଖାଦ୍ୟ ଗ୍ରହଣ କରେ ନାହିଁ। ପତିବ୍ରତା ସ୍ତ୍ରୀ ସର୍ବପ୍ରଥମେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଅତିଥି ଗ୍ରାମମାତା ତଥା ଭିକାରୀଙ୍କୁ ଆଦି ଭୋଜନ ଦେବାଇଥାଏ ଏବଂ ନିଜର ସ୍ୱାମୀ ଭୋଜନ କରିବା ପରେ ସେ ଖାଦ୍ୟ ଗ୍ରହଣ କରିଥାଏ। ଏହି ପ୍ରକାରର ସ୍ତ୍ରୀ ବହୁତ କମ୍ ଦେଖିବାକୁ ମିଳିଥାଏ। ନମ୍ବର 6, ସ୍ୱାମୀଙ୍କୁ ନିଜ ଅଧୀନରେ ରଖିବାକୁ ପ୍ରୟାସ କରିଥାନ୍ତି। ପତିବ୍ରତା ସ୍ତ୍ରୀ କୌଣସି ପ୍ରକାରର ଜୋର ଜବରଦସ୍ତି ସ୍ୱାମୀଙ୍କୁ ନିଜ ଅଧୀନରେ ରଖିବାର ପ୍ରୟାସ କରନ୍ତି ନାହିଁ ଏବଂ ତାଙ୍କୁ ଏହି କଥା ବିଲକୁଲ ଠିକ୍ ଲାଗେ ନାହିଁ, କିନ୍ତୁ ତାଙ୍କ ସ୍ୱାମୀ ଯଦି ଚାହିଁବେ ତାଙ୍କ ସହିତ ପରାମର୍ଶ କରିପାରିବେ। ପତିବ୍ରତା ସ୍ତ୍ରୀ ତାଙ୍କର ସ୍ୱାମୀଙ୍କୁ ନିଜ ହିସାବରେ ଚଳେଇବା ପାଇଁ ଚେଷ୍ଟା କରେ ନାହିଁ ଏବଂ ଏହା ତାଙ୍କର ସବୁଠାରୁ ବଡ଼ ଗୁଣ ହୋଇଥାଏ। ନମ୍ବର 7, ଦୁଷ୍ଟ ସ୍ତ୍ରୀ ସହିତ ମିଶନ୍ତି ନାହିଁ। ପତିବ୍ରତା ସ୍ତ୍ରୀ ଦୁଷ୍ଟ ସ୍ତ୍ରୀଙ୍କ ସହିତ ମିଳାମିଶା କରନ୍ତି ନାହିଁ। ତାଙ୍କର ସବୁଠୁ ବଡ଼ ଖାସ୍ କଥା ହେଲା ସେ ସର୍ବଦା ଏମିତି ସ୍ତ୍ରୀ ସହିତ ମିଶନ୍ତି ଯିଏ ତାଙ୍କ ଭଲ ହୋଇଥାନ୍ତି। ଯଦି ସେ ଜାଣିପାରନ୍ତି କି ସେହି ସ୍ତ୍ରୀ ଚରିତ୍ର ଭଲ ନୁହେଁ ତାହେଲେ ସେ ସେହି ତାଙ୍କଠାରୁ ଦୂରେଇ ଯାଆନ୍ତି, କାହିଁକିନା ସେ ସେହି ସବୁ ଜିନିଷକୁ ପାପ ମାନିଥାନ୍ତି। ସେମିତି ବି ସେ ପତିବ୍ରତା ସ୍ତ୍ରୀ ଜାଣିଛନ୍ତି କି ଯଦି ସେ ସେହି ସ୍ତ୍ରୀ ସହିତ ମିଳାମିଶା କରନ୍ତି ତାହେଲେ ଧୀରେ ଧୀରେ ତାଙ୍କର ଅବଗୁଣ ତକ ଭିତରକୁ ଚାଲି ଆସିବ। ନମ୍ବର 8, ପରପୁରୁଷଙ୍କ ସହିତ ଥଟ୍ଟା ମଜା କରେ ନାହିଁ। ପବିତ୍ରତା ସ୍ତ୍ରୀର ପୁରୁଷଙ୍କ ସହିତ ଥଟ୍ଟା ମଜା କରିବା ପସନ୍ଦ କରନ୍ତି ନାହିଁ। ଯଦି ସେ ଚାକିରି ବି କରିଥାଏ ତାହେଲେ କେବଳ ନିଜ କାମରେ ହିଁ ମନ ରଖିଥାଏ। ଅନ୍ୟ ପୁରୁଷ ସହିତ ତାର କିଛି ବି ମତଭେଦ ନଥାଏ ଏବଂ ସେ ଅନ୍ୟ ପୁରୁଷଙ୍କ ସହିତ କମକୁ କମ ସମ୍ପର୍କ ରଖିଥାଏ। ନମ୍ବର 9, ନିଜର ସ୍ୱାମୀଙ୍କୁ ସବୁ ସମ୍ଭବ ଚେଷ୍ଟା କରିଥାନ୍ତି ଖୁସିରେ ରଖିବାକୁ। ଜଣେ ପତିବ୍ରତା ସ୍ତ୍ରୀ ନିଜର ସ୍ୱାମୀଙ୍କୁ ହୃଦୟର ସର୍ବଦା ଖୁସିରେ ରଖିବାକୁ ସବୁ ଚେଷ୍ଟା କରିଥାନ୍ତି, କାହିଁକିନା ସେ ନିଜର ସ୍ୱାମୀଙ୍କ ଭିତରେ ସବୁ କିଛି ଦେଖିବାକୁ ପ୍ରୟାସ କରିଥାନ୍ତି। ଏହିଭଳି ଗୁଣ ଯେଉଁ ସ୍ତ୍ରୀ ମଧ୍ୟରେ ଦେଖାଯାଏ ତାକୁ ପତିବ୍ରତା ସ୍ତ୍ରୀ କୁହାଯାଏ। ନମ୍ବର 10, ନିଜର ସ୍ୱାମୀଙ୍କର ସବୁ ସମୟରେ ତାଙ୍କ ସହିତ ରହିଥାଏ।
ପତିବ୍ରତା ସ୍ତ୍ରୀଙ୍କର ଏକ ଲକ୍ଷଣ ଥାଏ କି ସେ ନିଜର ସ୍ୱାମୀଙ୍କ ସବୁ ସମୟରେ ସାଥ ଦେଇଥାନ୍ତି। ସେତିକି ବି ସ୍ୱାମୀଙ୍କ ପାଖରେ ପୂର୍ବରୁ ବହୁତ ଧନ ସମ୍ପତ୍ତି ଥିଲେ, କିନ୍ତୁ ହଠାତ୍ କୌଣସି କାରଣବଶତଃ ସେ ସବୁ କିଛି ସ୍ୱାମୀଙ୍କ ପାଖରୁ ଚାଲିଗଲା। ସେହି ସମୟରେ ଜଣେ ପତିବ୍ରତା ସ୍ତ୍ରୀ କେବେ ବି ତାର ସ୍ୱାମୀଙ୍କୁ ଛାଡ଼ି ଚାଲିଯାଏ ନାହିଁ। ନମ୍ବର 11, କିଛି କିଛି ସମୟ ବ୍ୟବଧାନରେ ନିଜର ରୂପ ବଦଳାଏ ନାହିଁ। ଏକ ପବିତ୍ରତା ସ୍ତ୍ରୀର ବଡ଼ ପରିଚୟ ଏହା ହୋଇଥାଏ କି ସେ କିଛି ସମୟ ବ୍ୟବଧାନରେ ନିଜର ରୂପ ବାରମ୍ବାର ବଦଳାଏ ନାହିଁ। ତାକୁ ନିଜର ରୂପ ବଦଳାଇ ଅନ୍ୟ କାହାକୁ ଦେଖାଇ ହେବାର ନାହିଁ। ଯେମିତିକି ଘରକୁ ଅତିଥି ଆସିଲେ ବାରମ୍ବାର ଲୁଗା ବଦଳାଇବା କିମ୍ବା ବାରମ୍ବାର ଶୃଙ୍ଖଳାର ବା ମେକଅପ୍ କରିବା। ଯଦି ଏହିଭଳି କୌଣସି ସ୍ତ୍ରୀ କରୁଥାଏ, ଖାସ୍ କରି ଅନ୍ୟକୁ ଦେଖାଇବା ପାଇଁ, ତାହେଲେ ସେ ସ୍ତ୍ରୀ ପତିବ୍ରତା ହୋଇନଥାଏ। ନମ୍ବର 12, ପତିବ୍ରତା ସ୍ତ୍ରୀ ଘରେ କଳି ଝଗଡ଼ା କରେ ନାହିଁ। ଜଣେ ପତିବ୍ରତା ସ୍ତ୍ରୀର ସ୍ୱଭାବ ବହୁତ ଅଧିକ ପବିତ୍ର ହୋଇଥାଏ। ସେ ନିଜର ସ୍ୱାମୀଙ୍କ ଘରକୁ କେବେ ବି ଭାଗ କରେ ନାହିଁ ଏବଂ ସେଥିପାଇଁ ସେ ଘରର କଳି ଝଗଡ଼ା କରେ ନାହିଁ। ଯେଉଁ ସ୍ତ୍ରୀ ଘର ଭିତରକୁ କଳି ଝଗଡ଼ା କରେ ଏବଂ ନିଜର ସ୍ୱାମୀଙ୍କ ସହିତ ଅନ୍ୟମାନଙ୍କର ଅପମାନ କରିଥାଏ, ସେ କେବେ ବି ପତିବ୍ରତା ସ୍ତ୍ରୀ ହୋଇନଥାଏ। ନମ୍ବର 13, ନିଜର ବାପା ମାଙ୍କ ଇଜ୍ଜତକୁ କେବେ ବି ତଳେ ପକାଇ ଦିଏ ନାହିଁ। ଘରର ପଳେଇ ବାହା ହୋଇଯିବା କିମ୍ବା ବାପା ମାଙ୍କର ବିନା ଅନୁମତିରେ ବାହା ହୋଇଯିବା, ଏମିତି ସବୁ ଗୁଣ ପତିବ୍ରତା ସ୍ତ୍ରୀ ମଧ୍ୟରେ କେବେ ବି ରହିନଥାଏ। କାହିଁକି ନା ସେ ନିଜର ମାତା ପିତାଙ୍କର ସମ୍ମାନ କେବେ ବି ତଳେ ପକାଇବାକୁ କେବେ ନାହିଁ। ପତିବ୍ରତା ସ୍ତ୍ରୀ ସର୍ବଦା ନିଜର ବାପା ମାଙ୍କର ଆଜ୍ଞାକୁ ମାନିଥାନ୍ତି। ନମ୍ବର 14, ଲଜ୍ଜାର ତ୍ୟାଗ କରେ ନାହିଁ। ଜଣେ ଲଜ୍ଜାହୀନ ନାରୀ କେବେ ବି ପତିବ୍ରତା ହୋଇନଥାଏ। ଏହି କଥାକୁ ଆପଣମାନେ ନିଶ୍ଚିତ ଭାବରେ ମନେ ରଖିବା ଉଚିତ। କଥାରେ ଅଛି କି ଲାଜ ସ୍ତ୍ରୀ ଗ୍ରହଣ ହୋଇଥାଏ। ଯଦି ସେ ନିଜର ଲାଜକୁ ଭୁଲି ଯାଇଥାଏ, ତାହେଲେ ସେ କେବେ ବି ଜଣେ ଭଲ ସ୍ତ୍ରୀ ହୋଇନଥାଏ। ଏହିଭଳି ସ୍ତ୍ରୀକୁ କେବେ ବି ପତିବ୍ରତା କୁହାଯାଏ ନାହିଁ। ନମ୍ବର 15, ପରପୁରୁଷଙ୍କ ସହିତ ଆଖିରେ ମିଶାଇ ଦେଖି ନାହିଁ। ପତିବ୍ରତା ସ୍ତ୍ରୀ ପରପୁରୁଷଙ୍କ ସହିତ ଆଖି ମିଶାଇ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ସେ ପରପୁରୁଷଙ୍କ ସହିତ କଥା ହୋଇପାରନ୍ତି, କିନ୍ତୁ ଆଖିରେ ଆଖି ମିଶାଇ କେବେ ବି କଥା ହୁଅନ୍ତି ନାହିଁ। କାହିଁକି ନା ଏମିତି ଯେଉଁ ସ୍ତ୍ରୀ କରାଇଥାଏ, ସେ କିଛି ଦିନ ମଧ୍ୟରେ ସେହି ପରପୁରୁଷଙ୍କ ପ୍ରତି ଆକର୍ଷିତ ହୋଇ ଭୁଲ କରିବାକୁ ପଛାନ୍ତି ନାହିଁ, କିନ୍ତୁ ପତିବ୍ରତା ସ୍ତ୍ରୀଙ୍କୁ ଏହା ଠିକ୍ ଲାଗେ ନାହିଁ। ନମ୍ବର 16, ପତିବ୍ରତା ସ୍ତ୍ରୀ ଅସମୟରେ ଘରୁ ବାହାରି ଅଯଥାରେ ବାହାରେ ବୁଲେ ନାହିଁ। ଜଣେ ପତିବ୍ରତା ସ୍ତ୍ରୀ ତାର ଚରିତ୍ର ସବୁଠୁ ବଡ଼ ଜିନିଷ ହୋଇଥାଏ। ସେଥିପାଇଁ ସେ ସମୟ ବିନା କାର୍ଯ୍ୟରେ ଘରୁ ବାହାରି ଅଯଥାରେ ବୁଲିବାକୁ ପସନ୍ଦ କରେ ନାହିଁ। ରାତିରେ କ୍ଲବ ବା ପାର୍ଟିକୁ ଯିବାକୁ ସେ ପସନ୍ଦ କରେ ନାହିଁ ଏବଂ ଏହା ସବୁ ଯଦି କୌଣସି ସ୍ତ୍ରୀ ଘରେ, ତାକୁ କେବେ ବି ପତିବ୍ରତା କୁହାଯାଏ ନାହିଁ। ଯଦି କୌଣସି ପୁରୁଷ ଏହିଭଳି ସ୍ତ୍ରୀକୁ ବିବାହ କରିଥାଏ, ତାହେଲେ ତାଙ୍କୁ ସାରା ଜୀବନ କଷ୍ଟ ଭୋଗିବାକୁ ପଡ଼ିଥାଏ। ନମ୍ବର 17, ସ୍ୱାମୀଙ୍କ ଉପରେ ରାଗ ରଖୁଥିବା ସ୍ତ୍ରୀ କେବେ ବି ପତିବ୍ରତା ହୋଇନଥାଏ। କେବେ ବି ପତିବ୍ରତା ସ୍ତ୍ରୀ ନିଜର ସ୍ୱାମୀଙ୍କ ଉପରେ ରାଗ ରଖେ ନାହିଁ। ଯେଉଁ ସ୍ତ୍ରୀ ନିଜର ଫାଇଦା ପାଇଁ ସବୁବେଳେ ସ୍ୱାମୀଙ୍କୁ ହଇରାଣ କରିଥାଏ, ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ସ୍ୱାମୀଙ୍କୁ ବାଧ୍ୟ କରିଥାଏ, ଏହି ସବୁ ଗୁଣ କେବେ ବି କୌଣସି ପତିବ୍ରତା ସ୍ତ୍ରୀ ମଧ୍ୟରେ ରହିନଥାଏ ଏବଂ ଏହି ସ୍ତ୍ରୀକୁ କେବେ ବି ପତିବ୍ରତା କୁହାଯାଏ ନାହିଁ। ନମ୍ବର 18, ସ୍ୱାମୀଙ୍କ ପିତାମାତାଙ୍କୁ ନିଜ ବାପା ମା ଭଳି ସମ୍ମାନ ବା ଭଲ ପାଇବା ଦେବା। ଜଣେ ପତିବ୍ରତା ସ୍ତ୍ରୀ ସର୍ବଦା ନିଜର ଶାଶୁ ଶ୍ୱଶୁରଙ୍କୁ ନିଜର ବାପା ମାଙ୍କ ଭଳି ସମ୍ମାନ ଦେଇଥାନ୍ତି। ସେହି କେବେ ବି ତାଙ୍କର ଅପମାନ କରନ୍ତି ନାହିଁ। ସେ ସର୍ବଦା ତାଙ୍କର ସେବା ଯତ୍ନ କରିଥାନ୍ତି ଏବଂ ଏହି ସବୁ କରିବା ଦ୍ୱାରା ତାଙ୍କର ସ୍ୱାମୀଙ୍କ ତାଙ୍କ ଉପରେ ବହୁତ ପ୍ରସନ୍ନ ରହିଥାଏ। କିନ୍ତୁ ଆଜିକାଲି ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ ସଦାବେଳେ ନିଜର ଶାଶୁ ଶ୍ୱଶୁରଙ୍କ ସହିତ ଭଲ ବ୍ୟବହାର କରନ୍ତି ନାହିଁ, କିନ୍ତୁ ତାଙ୍କୁ ଠିକରେ ବି ଖାଇବାକୁ ଦିଅନ୍ତି ନାହିଁ ଏବଂ ସେ ସବୁବେଳେ ତାଙ୍କୁ ଅପମାନିତ କରିଥାନ୍ତି, ଯାହାଦ୍ୱାରା ସ୍ୱାମୀଙ୍କ ସ୍ତ୍ରୀ ମଧ୍ୟରେ ସର୍ବଦା ତଥା ପାର୍ଥକ୍ୟ ଦେଖାଯାଇଥାଏ। ସେଥିପାଇଁ ଏହି କଳି ସ୍ତ୍ରୀ କେବେ ବି ପତିବ୍ରତା କୁହାଯାଏ ନାହିଁ। ଆଜିର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।